ମାନେ କେମିତି ସବୁ ଭଲ ତ ସେମିତି ଭଲ ଅଛି। ତ କାର୍ତ୍ତିକ ପୂର୍ଣ୍ଣିମା ସରିଯାଇଛି। ତ ଆଜି ଛାଣ ଖାଇଲେ ମାଛ ଆଣିକିରି କାଟା ହଉଛି, ଅଣ୍ଡା ସିଝା ବଇଛି, ତାପରେ ଆଉ ଟିକେ ଗଲେ ଚିକେନ ଆଣା ହବ। ଆମ ଘରେ ଗୋଟେ ବିଲେଇ ଅଛି, ତାର ପାଇଁ ଚିକେନ ଆସିବ। ଆଉ ଆପଣ ଦେଖୁଛନ୍ତି ଏଇଠି ମାଛ କାଟୁଛି, ଆଉ ଗୋଟେ ଏଇଠି ମାଛ ଏଇଠି ଥୁଆ ହେଇଛି, ସାଇଜିଆ ମାଛଟା ହେଇଛି। ତ କାଟାକୁଟି ସାରି ଆପଣଙ୍କ ପିଲାଙ୍କର କଥା ହଉଛି। ତ ସାଙ୍ଗମାନେ ମାଛ କାଟୁଥିଲି, ହାତର ପିଚ୍ କିନି ଏଇଠୁ କାଟିଦେଲି। ମରମ ପଟ୍ଟି କରାହବ ଏବେ। ଦେଖ କେତେ ବ୍ଲଡ୍ ଲାଗିଛି, ଆହୁରି ଯାହା ପାଣିରେ ଯାଇଛି ଏତିକି ଆହୁରି ଲାଗିଛି। ଆମର ଏବେ ମରମ ପଟ୍ଟି ହବ, ସବୁ ଅଣା ହେଇଛି, ସେ ମେଡିସିନ ପାଇଁ ଯାଇଛି। ତାପରେ କଥା ହଉଛି ଛାଡ଼ ଖାଏ କାଟିଗଲେ ଛାଡ଼ ମାଛ କାଟିଦେଲି, ତ ମୁଣ୍ଡ କାଟିଦେଲି ତାର ଗାଲି ସିଲାଇ କଚ୍ ସେତି ତୁଲା ଟିକେ ଏତେ କରି ତୁଲା ଟିକେ ଲଗା ନା ଟିକେ ଆଉ ଟିକେ ଥାଉ। ହଁ ଏତିକି ଏତିକି ଲାଷ୍ଟ କଥା ଟିକେ ରାଜା ହବ। କଣ କହୁଛ ବାବୁ? କଣ କହୁଛ ବାବୁ? କଥା ମୋର ଇସି ଏମିତି ନୁହଁ ରେ। ଆମର ଦିଦି ଗାଈ ଗୋରୁ ଚିକିତ୍ସା କରିଥିଲେ ତ, ସେଥିପାଇଁ ଗାଈ ଗୋରୁ ବାନ୍ଧିଲା ଭଳିଆ ମୋଟା ବାନ୍ଧିଦେଲେ ଆଉ। ଦେଖ ମୋର ବେଣ୍ଡେଜ ତିଆରି ହେଇଯାଇଛି। ଚାଲ ଏବେ ମାଛ ଫାଛ ଖାଇଦବା, ଆଉ ଥରେ ଆସିଯିବା। କାହିଁ ସମସ୍ତେ ଟିକେ ଏମିତି ହାତ ଦେଖେଇଦେଲ। ରେଡି? ସରିଗଲା। ତ ଆଜି ବ୍ଲଗ୍ଟା ମୁଁ ଏଠି ଏଣ୍ଡ କରୁଛି। ଆଶା କରୁଛି ଆପଣମାନଙ୍କୁ ଭଲ ଲାଗିବ। ଯଦି ଟିକେ ଭଲ ଲାଗିବ ଲାଇକ୍ କମେଣ୍ଟ ସେୟାର ସବସ୍କ୍ରାଇବ୍